ଆମର ଯୋଉ ବର୍ତ୍ତମାନ ସୁଭଦ୍ରା ଯୋଜନାକୁ ଯୋଉ ନେଇକି ଯୋଉ ଚର୍ଚ୍ଚା ଚାଲିଛି, ଯୋଉ ଆଶାଟା ଆମ ମନରେ ରହିଛି ଯେ ସରକାର 50,000 ଟଙ୍କା ଦେବେ, ଆମେ କିଛି କରିବା। ଯଦି ସରକାର ବନ୍ଦ କରିଦିଅନ୍ତି, ଆସନ୍ତାକାଲି ଯୋଉ ଯୋଜନାଟାକୁ ଆମର ଅଛି ଲକ୍ଷ୍ୟ ଯେ ଆମେ ଫର୍ମ ପକେଇବା ସୁଭଦ୍ରା ଯୋଜନା ଆଉ 50,000 ଟଙ୍କା ପାଇବା, ତ ଯଦି ବନ୍ଦ କରିଦିଅନ୍ତି ସରକାର, ତାହେଲେ ଏଇଟା କେତେ କେତେ ଦୂର ଆପଣଙ୍କ ମନରେ? ମହିଳା ମାନେ ଆମର ବହୁତ ମନ ଦୁଃଖିତ କରିବେ। ଆଚ୍ଛା। ମନ ବହୁତ ଖରାପ ଭାବେ। ଆଚ୍ଛା। ଯେ ଆମ ସରକାର ଲୋକ କହିଥିଲେ ଆମକୁ ଦେବେ ବୋଲି 50,000 ଟଙ୍କା ଦେଇଥିଲେ, ଆମେ ଗୋଟେ ଟେଲର ମେସିନ୍ ପକେଇ ପାରିଥାନ୍ତୁ, ଗୋଟେ ଦୋକାନ ବାଡ଼ି ଦେଇ ପାରିଥାନ୍ତୁ, ଗୋଟେ ଛତୁ ଚାଷ ଆମେ କରିପାରିଥାନ୍ତୁ। ଆଉ ଯଦି 5,000 ଦେବେ କି ମାନେ ଆଦୌ ଦେବେନି, ଆଗକୁ ଦେବେନି, ଗୋଟେ ଆଶା ଭରସା କରିଦେଇଛନ୍ତି, ତାପରେ ଯେ ନାହିଁ ତ ଦେଲେ, ମନଟା କେତେ ଦୁଃଖ ଆସିବ କଷ୍ଟ ଆସିବ ନା ନିଜ ଶରୀର ଭିତରକୁ। କେମିତି ଲାଗିବ? ଭଲ ଲାଗିବନି ତ। ଆଚ୍ଛା ଆଚ୍ଛା, ଯାହା ହଉ ଠିକ କଥା ଆପଣ କହିଲେ, ସରକାର ଏଭଳି ନ କରନ୍ତୁ। ସେଟା ଯେମିତି ସରକାରଙ୍କୁ ମାନେ ସେଟା ସରକାର ଯଦି ଏଇ ଯୋଉ ଯୋଜନାଟାକୁ ବନ୍ଦ କରିଦେଲେ କେତେ ଦୁଃଖ ଲାଗିବ। ତେଣୁ କଣ କହିବେ ଆପଣ ସରକାରଙ୍କୁ? କଣ କହିବେ? ଆମର ବନ୍ଦ ସରକାର ଆମର ଯେମିତି ନ କରନ୍ତୁ। ଆଚ୍ଛା। ସରକାର ବାବା ଆମର ଭଲରେ ସେ ଯେମିତି ଦିଆ ମାନେ ଯେମିତି ସୁଭଦ୍ରା ଯୋଜନାଟାକୁ ଚାଲୁ ରଖନ୍ତୁ ଆଉ। ଚାଲୁ ରଖନ୍ତୁ, କିନ୍ତୁ ଆମ ମହିଳା ମାନଙ୍କୁ ମନ ଖୁସି କରନ୍ତୁ। ଆଚ୍ଛା। କିନ୍ତୁ ଦେଲେ ଆମେ ଦୋକାନ ବାଡ଼ି କିଛି କରିପାରିବୁ, ଛତୁ ଚାଷ ଟିକେ କରିପାରିବୁ, କିନ୍ତୁ ସରକାରଙ୍କୁ ମୋର ଗୋଟେ ଅନୁରୋଧ କରି କହୁଛି ଆଉ। ଆଚ୍ଛା, ଯାହା ହଉ ବହୁତ ଧନ୍ୟବାଦ, ଆପଣ ତ କହିଲେ। ଅନୁରୋଧ କରି କହୁଛି ଆଉ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ, ଜୟ ଓଡ଼ିଶା। ଜୟ ଜଗନ୍ନାଥ, ଜୟ ଓଡ଼ିଶା। ଆଉ ଆପଣ କେମିତି ଅଛନ୍ତି? ଆମେ ଭଲ ଅଛୁ। ଭଲ ଅଛନ୍ତି। ଆଚ୍ଛା, ଏବେ ଆମର ଆପଣ ଶୁଣୁଥିବେ ଯେ ଯୋଉ ସୁଭଦ୍ରା ଯୋଜନା ଆମ ଓଡ଼ିଶା ସରକାର ଆମର ସବୁ ବାହାର କରିଛନ୍ତି, ଏଇ ସୁଭଦ୍ରା ଯୋଜନାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଚାଲିଛି। ତ ଏବେ ଆପଣ କ'ଣ ଶୁଣୁଛନ୍ତି ସବୁ ଯେ ବର୍ଷକୁ ଟଙ୍କାଟା କେମିତି ଦିଆଯିବ, ତା ବିଷୟରେ ଆପଣ କ'ଣ ଶୁଣୁଛନ୍ତି ଟିକେ କୁହନ୍ତୁ? ଆମକୁ ସେ ସରକାର ଯେ କହିଛନ୍ତି ମାନେ 5 ବର୍ଷ ପାଇଁ, ମାନେ କହୁଥିଲେ ସେ ବର୍ଷକ ଭିତରେ କି 5 ବର୍ଷ ଭିତରେ ମାନେ ଦେବୁ ଆମେ 5,000 ଲେଖା ବର୍ଷକୁ। କହିଲେ 5,000 ଦେବୁ। 5,000 ଯଦି ଆମେ କୌଣସି କାମ କରିପାରିବୁନି, କିନ୍ତୁ ଆମକୁ ଆପଣ କହିଥିଲେ ଯେ ଆମେ ଏକା ବେଳେ 50,000 ଟଙ୍କା ଦେବୁ। ସରକାର କହିଥିଲେ। ଯଦି ସରକାର କହିଲେ 50,000 ଟଙ୍କା ଦେବେ, ବର୍ତ୍ତମାନ କାହିଁକି ଆମ ସାଥିରେ ଏଇନେ କହୁଛନ୍ତି ଯେ ଆମେ 5,000 ଲେଖା ଦେବୁ? ଆମର କୌଣସି କାର୍ଯ୍ୟକୁ ବି ଆସିପାରିବ ନାହିଁ। ଏକାବେଳେ କାହିଁକି 10,000 ଲେଖା ସେ ଦେଉନାହାନ୍ତି, କି ଏକାବେଳେ 50,000 କାହିଁକି ଦେଉନାହାନ୍ତି? ଆଉ ଯଦି 5,000 4,000 ଦେବେ, ଆମର କୌଣସି କାର୍ଯ୍ୟ ତ ହବନି, ଆମେ କିଛି କରିପାରିବୁନି। ଆଚ୍ଛା, ସରକାରଙ୍କର ଅନେକ ଯୋଜନା ଅଛି, ତା ଭିତରୁ ଏଇଟା ପ୍ରଥମ କରି ଆମ ନୂଆ ସରକାର ଯିଏ ମୋହନ ମାଝୀ ଆସିଲେ ମୁଖ୍ୟମନ୍ତ୍ରୀ, ଏଇ ଯୋଜନାଟିକି ସୁଭଦ୍ରା ଯୋଜନାଟି ଆମର ଘୋଷଣା କରିଛନ୍ତି। ଆଉ ୟା ଫର୍ମ ମଧ୍ୟ ଆସନ୍ତାକାଲି ପଡ଼ିବ। ଆଉ ଅଙ୍ଗନବାଡ଼ି ଦିଦି ମଧ୍ୟ ଆପଣଙ୍କୁ ବୁଝେଇଥିବେ ଏଇ ବିଷୟରେ, ବୁଝେଇଛନ୍ତି, ଆପଣ ବୁଝିଛନ୍ତି। ଆଉ ଏଇ ଯୋଉ ସରକାରଙ୍କ ଯୋଜନା କେତେ ଦୂର ସଫଳ ବୋଲି ଆପଣ ଭାବୁଛନ୍ତି? ସଫଳ ହବ? ଆମେ ସେଟା ଭାବୁଛୁ ଯେ ସଫଳ ହବ କିମ୍ବା ନାହିଁ। ଆପଣ ଜଣେଇ ଦେଇଛନ୍ତି, ଆମେ ସମସ୍ତଙ୍କ ମା ମାନଙ୍କୁ ଜଣେଇଛୁ, ଆମେ ଖୁସିରେ ତାଙ୍କୁ ଏଇଟା ଦେବୁ। ତାପରେ ଏଇନେ କିନ୍ତୁ ନାହିଁ କରୁଛନ୍ତି ଯେ ଆମେ 5,000 ଲେଖା ଦେବୁ। ସେଟା ଆମ କାମ ନିୟମାବଳୀଟା ପରିବର୍ତ୍ତନ ହେଇଗଲା। ଆଗରୁ ଯୋଉ ନିୟମାବଳୀଟା ଥିଲା ଶୁଣୁଥିଲେ। କାହିଁକି ଆପଣ? ଆଚ୍ଛା, ଯାହା ହଉ ସରକାରଙ୍କୁ ଆପଣ ସେଇଟା ତ ଆମେ କିଛି ଜାଣିପାରୁନୁ ନା, କାହିଁକି ଚେଞ୍ଜ କରୁଛନ୍ତି? ଆଚ୍ଛା, ଆପଣ ଏଇଟା ଆମକୁ ଟିକେ ଆପଣ ବୁଝେଇକି କୁହନ୍ତୁ। ଆଚ୍ଛା ଆଚ୍ଛା, ଆପଣ ଏଇଟା ବୁଝିପାରୁନାହାନ୍ତି, ତେଣୁ ବୁଝିବାକୁ ଚାହୁଁଛନ୍ତି। ଦେଖନ୍ତୁ, ସରକାର ଯୋଉ ଆଇନ ସବୁ କାନୁନ ଦିନକୁ ଦିନ ବଦଳାଉଛନ୍ତି, ତା ଦ୍ୱାରା ମଧ୍ୟ କିଛି ଲୋକ ଅସନ୍ତୁଷ୍ଟ ହେଉଛନ୍ତି। ତେଣୁ ଆପଣ ମଧ୍ୟ ଏ କଥା କହିଲେ, ସୁଭଦ୍ରା ଯୋଜନା ନେଇ କହିଲେ। ଆଉ ଦେଖାଯିବ କ'ଣ ଆଗକୁ ହେଉଛି, 2 ଦିନ ପରେ ଜଣାପଡ଼ିବ, ଫର୍ମ ପଡ଼ିଲାଠୁ ମଧ୍ୟ ଜଣାପଡ଼ିବ ସୁଭଦ୍ରା ଯୋଜନା କେତେ ଆମ ଓଡ଼ିଶାରେ ସଫଳ ହେଉଛି ବୋଲି। ଆଚ୍ଛା, ପୂର୍ବ ଭିଡ଼ିଓରେ ଆପଣ ତ କହିଥିଲେ, ଏହା ଦର୍ଶକମାନେ ମଧ୍ୟ ଦେଖିଥିଲେ। ଆଉ ଯୋଉ ଚାଉଳ କଥା କହୁଥିଲେ ଆପଣ, ଚାଉଳ ଏବେ ଆପଣ ପାଇସାରିଲେଣି? ଆଚ୍ଛା, ଡିଲରଙ୍କଠୁ ଚାଉଳ ଏବେ ପାଇଲେଣି। ଆପଣ ଜାଣିଛନ୍ତି ଏବେ ରାସନ କାର୍ଡ଼ର KYC ହେଉଛି, ଫିଙ୍ଗର ପ୍ରିଣ୍ଟ ଟିପ ଦେବାକୁ ପଡ଼ିବ ଯୋଉଠି ଚାଉଳ ଆଣୁଛନ୍ତି, ନହେଲେ ରାସନ କାର୍ଡ଼ ନାଁ କଟିଯିବ, ଜାଣିଛନ୍ତି ତ? ଆଚ୍ଛା, ଆପଣ KYC କରିସାରିଲେଣି? ଟିପ KYC ଚାଉଳ ଡିଲର ପାଖରେ ଯାଇନାହାନ୍ତି? ଆଚ୍ଛା, ଶୀଘ୍ର ଆପଣ ଡକେଇ ନାହାନ୍ତି। ଆଚ୍ଛା, ଆପଣ ଶୀଘ୍ର ଯାଇ KYC କରିବେ। ଏବଂ ଆସନ୍ତାକାଲି ଯଦି ଫର୍ମ ପଡ଼େ ମଧ୍ୟ ସୁଭଦ୍ରା ଯୋଜନା ପାଇଁ ଆପଣ ଫର୍ମ ପକେଇବେ। ଆଶା ରଖିଛନ୍ତି 50,000 କେମିତି ପାଇବେ ବୋଲି। ଆଉ କ'ଣ କରିବେ ସୁଭଦ୍ରା ଯୋଜନା ନେଇ? ଆଚ୍ଛା, କିଛି ଗୋଟେ ବ୍ୟବସାୟ କରିବେ? ଆଚ୍ଛା, କ'ଣ ଆପଣଙ୍କ ନାଁ ଟିକେ କୁହନ୍ତୁ? ଆଚ୍ଛା, ବହୁତ ଧନ୍ୟବାଦ। ଟିକେ କୁହନ୍ତୁ ଜୟ ଜଗନ୍ନାଥ, ଜୟ ଓଡ଼ିଶା। ଜୟ ଜଗନ୍ନାଥ, ଜୟ ଓଡ଼ିଶା।